ଆଜ୍ଞା ଆପଣଙ୍କ ନାଁଟା? ମୋ ନାଁ ଶ୍ରୀଧର ସାହୁ, ଘର କୁଳୁମା, ହଁ, ଥାନା ରେଙ୍ଗାଲିଆ ସାଇଡ୍। କ'ଣ ଘଟଣା ଆପଣଙ୍କ ଏଇ ତହସିଲ ଅଫିସ? ଆମର ବାପାଙ୍କର ନାମରେ ଥିବା 70 ଡିସିମିଲ୍ ପ୍ଲଟ୍ରେ ଶ୍ରୀଯୁକ୍ତ ଅନିରୁଦ୍ଧ ସାହୁ, ମୋ ବଡ଼ ଅଜାଙ୍କର ମଝିଆ ପୁଅ, ସେ ଜୋର ଜବରଦସ୍ତ ସରକାରଙ୍କ ନିୟମ ନ ମାନି ମୁଁ ଥାନାରେ କେସ୍ କରିଥିଲି। ଥାନାରେ ଯାଇକିନା ସମସ୍ତେ ସପରିବାର ରାତି 10ଟା ପର୍ଯ୍ୟନ୍ତ ୱେଟ୍ କଲୁ। ଥାନା ଉପର ଡାକିବା ଡକରା ହେଲା, ଡକରାକୁ ନ ମାନି ସେ ଜୋର ଜବରଦସ୍ତ ମୂଲିଆ କରେଇ ବାଉଣ୍ଡ୍ରି ଦେଇ ଠିକା ଦେଇକିନା ହାଲୋଜେନ୍ ଲାଇଟ୍ ଲଗେଇ ମ୍ୟାଡ଼ାମ୍ ସେକେଣ୍ଡ ଅଫିସରଙ୍କ ଟାଇମ୍ରେ ଏବେ ଯେଉଁ ମ୍ୟାଡ଼ାମ୍ ଅଛନ୍ତି ତାଙ୍କ ଟାଇମ୍ରେ ଜୋର ଜବରଦସ୍ତ ସେ ବାଉଣ୍ଡ୍ରି ଦେଲେ। ତେଣୁ ତାପରେ ସେ ସାର୍ କହିଲେ ଯେ ତୁମେ ସାର୍ଙ୍କର ଆଶ୍ରୟ ନିଅ। ୟା ପୂର୍ବରୁ ଯେଉଁ ଚିନ୍ମୟ ରଞ୍ଜନ ଦାସ ସାର୍ଙ୍କ ଟାଇମ୍ରେ ମୁଁ ବହୁତ ଥର ବର୍ଷେ 1.5 ବର୍ଷ ହେଲା ନା ମୁଁ ଏ ଜାଗା ପାଇଁ ତହସିଲଦାର ଅଫିସକି ଦୌଡ଼ି ଦୌଡ଼ି ତାର କିଛି ସାରାଂଶ ପାଇଲି ନାହିଁ କି ଥାନାର ବି କିଛି ପ୍ରମାଣପତ୍ର କିଛି ମୁଁ ପାଇଲିନି କି କେହି ମୋତେ ସାହାଯ୍ୟ କଲେନି। ତାପରେ ଏବେ ଯେଉଁ ସାହୁ ସାର୍ ଆସିଛନ୍ତି, ସାହୁ ସାର୍ଙ୍କୁ କହିବା ଦ୍ୱାରା ସାର୍ କହିଲେ ଯେ ଯଦି ସିଏ ମୋର ଅପୋଜିଟ୍ ଅନିରୁଦ୍ଧ ସାହୁ ଷ୍ଟେ ଅର୍ଡ଼ର ଗୋଟେ ଆଣିଛନ୍ତି 20 ତାରିଖ 19 ତାରିଖ ଦିନ ଯାଇ ସେ 20 ତାରିଖ ଆଣିଛନ୍ତି ଷ୍ଟେ ଅର୍ଡ଼ର। ତେଣୁ ଯଦି ତାଙ୍କ ପ୍ଲଟ୍ରେ ଆଜ୍ଞା ମୁଁ ଥିଲି, ତାଙ୍କ ବଡ଼ ଭାଇଙ୍କ ନାମରେ ଥିବା ପ୍ଲଟ୍ରେ ମୁଁ ଥିଲି, ମୋ ଜାଗାକୁ ସେ 5 ବର୍ଷ ତଳରେ ଶ୍ରୀଯୁକ୍ତ ଆନନ୍ଦ ଚନ୍ଦ୍ର ସାହୁଙ୍କ ଆର୍ଆଇ ମହୋଦୟ, ବଦ୍ରକୋଟ ଆର୍ଆଇ ମହୋଦୟଙ୍କ ସାମ୍ନାରେ ଜବରଦସ୍ତ ମୋର ବଗିଚାକୁ 1 ଲକ୍ଷ ଟଙ୍କାର ବଗିଚାକୁ ପୁରା ଟୋଟାଲ୍ ନଷ୍ଟ କରିଦେଲେ। ଏବେ ତାଙ୍କ ମଝିଆ ଭାଇ ମୋ ଜାଗା ଉପରେ ଜୋର ଜବରଦସ୍ତ ବାଉଣ୍ଡ୍ରି କରିନା ସେ ଯଦି ମୋ ଜାଗା ସାମ୍ନାରେ ଚଳିବାକୁ ଚାହୁଁଛି ତାହେଲେ ଏଇଟା ସରକାରଙ୍କର କେଉଁ ନୀତି ନିୟମରେ ସେ ଚଳିବ? ମୁଁ ତା ଜାଗାରେ ଯଦି ନ ରହିପାରିଲି ସେ ମୋ ଜାଗାରେ କେମିତି ରହିବ? ମୁଁ ଏଇଟା ସାର୍ଙ୍କୁ ଅନୁରୋଧ କରୁଛି, ମୁଁ କେମିତି ଠିକ୍ ନ୍ୟାୟ ପାଇବି, ନ୍ୟାୟ ପାଇଲେ ଖୁସି ହେବି। ସାର୍ ବି ମୋତେ ପ୍ରତିଶ୍ରୁତି ଦେଇଛନ୍ତି ଷ୍ଟେ ଅର୍ଡ଼ର ଯେଉଁ ଆପଣଙ୍କ ବର୍ତ୍ତମାନ ଦାବି କ'ଣ ଅଛି? ମୋର ଦାବି ଯେ ତା ଜାଗା ସାମ୍ନାରେ ମୁଁ ରହିପାରିଲିନି, ତେଣୁ ମୋ ଜାଗା ସାମ୍ନାରେ ସେ ନ ରହୁ। ଦ୍ୱିତୀୟ କଥା, ସାର୍ କ'ଣ କହିଲେ? ସାର୍ ମୋତେ ପ୍ରତିଶ୍ରୁତି ଦେଲେ ଯେ ଦେଖ ସେ ଷ୍ଟେ ଅର୍ଡ଼ର କରିଛି 3 ମାସ ପାଇଁ କି ତାର ଡେଟ୍ ପୂରଣ ହେବା ପର୍ଯ୍ୟନ୍ତ ୱେଟ୍ କରାନ୍ତୁ। ମୁଁ ଆପଣଙ୍କୁ ସାହସ ଦେଉଛି, ନିଶ୍ଚିତ ସାହାଯ୍ୟ କରିବି। ଆଉ ତୁମ ଜାଗା ସାମ୍ନାରେ ତାଙ୍କ ଜାଗା ସାମ୍ନାରେ ଯେମିତି ତୁମର ଭାଙ୍ଗା ହେଇଥିଲା ତା ବି ବ୍ୟବସ୍ଥା ମୁଁ କରିପାରିବି।